ବନ୍ଧୁଗଣ 2025 ମସିହାର ସର୍ବପ୍ରଥମ ପର୍ବ ଶାମ୍ବ ଦଶମୀ। 152 ବର୍ଷ ପରେ ଏହି ଦୁର୍ଲଭ ସୁଯୋଗ ସୃଷ୍ଟି ହେଉଅଛି, ଯାହାକି ଏହି ରାଜଯୁଗର ପ୍ରଭାବ ସମ୍ପୂର୍ଣ୍ଣ 12ଗୋଟି ରାଶିମାନଙ୍କ ଉପରେ ରହୁଅଛି। ତେବେ ବନ୍ଧୁଗଣ, ଏହି ଦିନ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ସହିତ ଭଗବାନ ସୂର୍ଯ୍ୟଦେବଙ୍କର କୃପା ମଧ୍ୟ କିଛି ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଅତ୍ୟନ୍ତ ଭାବରେ ସକାରାତ୍ମକ ପ୍ରଭାବ ପକାଇବା ପାଇଁ ଯାଉଛନ୍ତି। ତେବେ ବନ୍ଧୁଗଣ, ନମସ୍କାର, ଜୟ ଜଗନ୍ନାଥ। ଆପଣମାନଙ୍କୁ ସ୍ୱାଗତ ମୋର ଏହି ଚ୍ୟାନେଲକୁ। ତେବେ ବନ୍ଧୁଗଣ, ପୌଷ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ଶାମ୍ବ ଦଶମୀ ପର୍ବ ପାଳନ କରାଯାଇଥାଏ। ପ୍ରତ୍ୟେକଟି ଘରର ନାରୀମାନେ ନିଜର ସନ୍ତାନମାନଙ୍କର କାମନା କରି ଏହି ତିଥିରେ ନିଷ୍ଠାର ସହିତ ଭଗବାନ ସୂର୍ଯ୍ୟଦେବଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି। ଏବଂ ଏହି ବ୍ରତର ସବୁଠାରୁ ମୂଲ୍ୟବାନ କାର୍ଯ୍ୟଟି ହେଉଛି ଭଗବାନ ସୂର୍ଯ୍ୟଙ୍କର 3ଟି ସ୍ଥିତିକୁ ଲକ୍ଷ୍ୟ କରି 3ଟି ପୂଜା କରାଯାଇଥାଏ। ଏବଂ ସେହିପରି ଏହି ବର୍ଷର ଶାମ୍ବ ଦଶମୀ ଏହାର ଅତ୍ୟନ୍ତ ମହତ୍ତ୍ୱ ରହିଅଛି, ଯାହାକି ଗୋଟିଏ ଦିନରେ ଶାମ୍ବ ଦଶମୀ ସହିତ ସୁଦଶା ବ୍ରତ ମଧ୍ୟ ପାଳିତ ହେଉଅଛି, ଯାହାକି ଏହି ଦିନ ମାତା ଲକ୍ଷ୍ମୀଙ୍କର ବ୍ରତ ପଡ଼ୁଥିବା କାରଣରୁ ଅତ୍ୟନ୍ତ ସ୍ୱତନ୍ତ୍ର ହେବା ପାଇଁ ଯାଉଅଛି। ଏହା ସହିତ ଏହି ଦିନରେ ଗ୍ରହ ନକ୍ଷତ୍ରମାନଙ୍କର ସ୍ଥିତି ମଧ୍ୟ ଅତ୍ୟନ୍ତ ଶୁଭଦାୟକ କିଛି ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ସେମାନଙ୍କର କୁଣ୍ଡଳୀରେ ରହିବା ପାଇଁ ଯାଉଅଛି। ତେବେ ବନ୍ଧୁଗଣ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହମାନେ ନିଜର ରାଶି ପରିବର୍ତ୍ତନ କରିଥାନ୍ତି। ଏହି କ୍ରମଶରେ ଦେଖିବାକୁ ଗଲେ, ଯାହାକି ଜାନୁଆରୀ 9 ତାରିଖ ଏହି ଦିନ ଶାମ୍ବ ଦଶମୀର ପର୍ବ ପାଳିତ ହେଉଅଛି। ଏହି ଦିନ ସୂର୍ଯ୍ୟ ଦେବତା, ଯିଏକି ଧନୁ ରାଶିରେ ରହିଥିବା ସମୟରେ ଏହି ରାଶିରେ ବୁଧଙ୍କର ଚଳନ ହେବ, ଯାହାକି ଦୁଇଟି ଗ୍ରହଙ୍କର ଗୋଟିଏ ରାଶିରେ ଚଳନ ହେତୁ ଗଜକେଶରୀ ରାଜଯୁଗ ସହିତ ଏହି ଦିନ ଲକ୍ଷ୍ମୀ ନାରାୟଣ ରାଜଯୁଗ ସୃଷ୍ଟି ହେଉଅଛି, ଯାହାକି ବନ୍ଧୁଗଣ ଦୀର୍ଘ 152 ବର୍ଷ ପରେ ଏପରି ଏକ ରାଜଯୁଗ ନିର୍ମାଣ ହେଉଅଛି, ଯାହାର ସମଗ୍ର 12ଗୋଟି ରାଶିମାନଙ୍କ ଉପରେ ଏହାର ପ୍ରଭାବ ଦେଖିବା ପାଇଁ ମିଳିବ। ଏହା ସହିତ କିଛି ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଏହାର ଅତ୍ୟନ୍ତ ଭାବରେ ଶୁଭ ପ୍ରଭାବ ରହିବ, ଯାହାକି ଏହି ରାଶିର ବ୍ୟକ୍ତିବିଶେଷମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହେବେ। ଏମାନଙ୍କ ଉପରେ ସ୍ୱୟଂ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିବ, ଯାହାଦ୍ୱାରା କି ଏମାନଙ୍କ ଜୀବନରୁ ଆର୍ଥିକ ସଙ୍କଟ ଦୂର ହୋଇଯିବ ଏବଂ ଭଗବାନ ସୂର୍ଯ୍ୟଦେବଙ୍କ କୃପାରୁ ଏମାନଙ୍କର ଭାଗ୍ୟ ଉଦୟ ହୋଇଯିବା ସହିତ ଏମାନେ ଏମାନଙ୍କର ଭାଗ୍ୟରେ ସମସ୍ତ ପ୍ରକାରର କାର୍ଯ୍ୟଗୁଡ଼ିକରେ ସଫଳତା ନିଶ୍ଚୟ ରୂପରେ ହାସଲ କରିବେ। ଏହା ସହିତ ଦୀର୍ଘ ଦିନର ଶାରୀରିକ ଏବଂ ମାନସିକ ଚିନ୍ତା ଗୁଡ଼ିକ ମଧ୍ୟ ଦୂର ହେବ। ଶୁଭ ସମୟ ଆରମ୍ଭ ହୋଇଥିବା କାରଣରୁ ଏହି ରାଶିର ବ୍ୟକ୍ତିବିଶେଷମାନଙ୍କର ପରିବାରରେ ହସ ଖୁସିର ବାତାବରଣ ଲାଗି ରହିବ। ତେବେ ବନ୍ଧୁଗଣ, ଏହି ଦିନ ସୃଷ୍ଟି ହେଉଥିବା ଦୁର୍ଲଭ ରାଜଯୁଗ ଗୁଡ଼ିକର ଅତ୍ୟନ୍ତ ଶୁଭ ପ୍ରଭାବ ଗୁଡ଼ିକ କେଉଁ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ରହିବା ପାଇଁ ଯାଉଛି, ଆଉ ଆମର 12ଗୋଟି ରାଶିମାନଙ୍କ ମଧ୍ୟରୁ କେଉଁ ରାଶିର ବ୍ୟକ୍ତିବିଶେଷମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହେବା ପାଇଁ ଯାଉଛନ୍ତି, ତ ବନ୍ଧୁଗଣ ଚାଲନ୍ତୁ ସେହି ସମ୍ପର୍କରେ ଜାଣିବା, ସେହି ସବୁ ଭାଗ୍ୟଶାଳୀ ରାଶିମାନଙ୍କ ସମ୍ପର୍କରେ। ତେବେ ବନ୍ଧୁଗଣ, ସେହି ସମ୍ପର୍କରେ ଜାଣିବା ପାଇଁ ହେଲେ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓଟିକୁ ଆପଣ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ରୂପରେ ଦେଖନ୍ତୁ। ଆଉ ଯଦି ଆପଣ ଆମର ଏହି ଚ୍ୟାନେଲରେ ନୂଆ ଅଛନ୍ତି, ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ଭିଡ଼ିଓଟିକୁ ଲାଇକ୍ କରି ତଳେ ଆସୁଥିବା କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ, ଜୟ ସୂର୍ଯ୍ୟଦେବ ନିଶ୍ଚୟ ରୂପରେ ଲେଖନ୍ତୁ। ତେବେ ବନ୍ଧୁଗଣ, ଏହି ଭାଗ୍ୟଶାଳୀ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ କି ଯାହାକି ଏହି ସୁଦଶା ବ୍ରତଠାରୁ ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହେଉଛି। ସୂର୍ଯ୍ୟ ଏବଂ ବୁଧଙ୍କର ଅପୂର୍ବ ମିଳନ କାରଣରୁ ଏହି ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ବେଶ ଶୁଭଦାୟକ ପ୍ରଭାବ ରହିବ, ଯାହାଦ୍ୱାରା କି ଏହି ରାଶିର ବ୍ୟକ୍ତିବିଶେଷମାନେ ବେଶ ଲାଭଦାୟକ ରହିବେ। ବିଶେଷ କରି ଏମାନଙ୍କ ଉପରେ ସ୍ୱୟଂ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିବ, ଯାହାଦ୍ୱାରା କି ଏମାନଙ୍କର ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅତ୍ୟନ୍ତ ମଜବୁତ ରହିବ। ଆଉ ଶୁଭ ସମୟ ବନୁଥିବା କାରଣରୁ ଯେଉଁ ବ୍ୟକ୍ତିବିଶେଷମାନେ ପୁଞ୍ଜି ନିବେଶ କରିବା ପାଇଁ ଚାହୁଁଛନ୍ତି, ସେମାନଙ୍କ ପାଇଁ କି ଏହି ସମୟ ଅତ୍ୟନ୍ତ ଭାବରେ ଶୁଭଦାୟକ ରହିଛି। ଏହି ସମୟରେ ଆପଣ ପୁଞ୍ଜି ନିବେଶ କରିବା ଦ୍ୱାରା ଆପଣଙ୍କୁ ପ୍ରଚୁର ପରିମାଣରେ ଲାଭ ପ୍ରାପ୍ତି ହେବାର ଯୋଗ ସୃଷ୍ଟି ହେଉଅଛି। ସେହିପରି ଆପଣଙ୍କର ଦୀର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ପୂର୍ଣ୍ଣ ହେବ। ଯେଉଁ ବ୍ୟକ୍ତିବିଶେଷମାନେ ବେରୋଜଗାର ହୋଇ ବୁଲୁଥିଲେ,
ସେମାନଙ୍କୁ ଏହି ସମୟରେ ଚାକିରି ପ୍ରାପ୍ତି ହେବାର ଅତ୍ୟନ୍ତ ଭାବରେ ଶୁଭ ସଂଯୋଗ ବନୁଅଛି। ସେହିପରି ଆପଣଙ୍କର ଶୁଭ ସମୟ ଯେହେତୁ ରହିଛି, ତେଣୁ ଆପଣ ଆପଣଙ୍କର କର୍ମକ୍ଷେତ୍ରରେ ପଦୋନ୍ନତି ପାଇବା ସହିତ ଆପଣଙ୍କର ଦରମାରେ ମଧ୍ୟ ବୃଦ୍ଧି ହୋଇପାରେ। ଏହି ରାଶିର ବ୍ୟକ୍ତିବିଶେଷମାନେ ନୂତନ ଗାଡ଼ି କିଣିବାର ମଧ୍ୟ ଅତ୍ୟନ୍ତ ଭାବରେ ଯୁଗ ବନୁଅଛି। ଶୁଭ ସମୟ ବନୁଥିବା କାରଣରୁ ପରିବାରରେ ହସ ଖୁସିର ବାତାବରଣ ଲାଗି ରହିବ। ପ୍ରେମୀ ଯୁଗଳମାନଙ୍କ ପାଇଁକି ସମୟ ଅତ୍ୟନ୍ତ ଭାବରେ ଶୁଭଦାୟକ ସାବ୍ୟସ୍ତ ହେବ। ଏହା ସହିତ ଆପଣ ଏହି ସମୟର ଅବଧି ମଧ୍ୟରେ ଆପଣଙ୍କର ପୈତୃକ ସମ୍ପତ୍ତିରୁ ଲାଭବାନ ହୋଇପାରନ୍ତି। ଏବଂ ଏହା ସହିତ ଯେଉଁମାନେ ବିଦ୍ୟାର୍ଥୀ ଅଛନ୍ତି ସେମାନଙ୍କ ପାଇଁକି ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିଛି, ଯାହାକି ଆପଣଙ୍କର ପାଠପଢ଼ାରେ ମନ ଲାଗିବା ସହିତ ଆପଣ ପରୀକ୍ଷାରେ ଆସୁଥିବା ପ୍ରତିଯୋଗିତାମୂଳକ ଏକ୍ଜାମ ଗୁଡ଼ିକରେ ଆପଣ କୃତଲାଭ କରିବେ। ଏହା ସହିତ ଆପଣଙ୍କର ଶୁଭ ସମୟ ବନୁଥିବା କାରଣରୁ ଆପଣ ପ୍ରତ୍ୟେକଟି କାର୍ଯ୍ୟ ଗୁଡ଼ିକରେ ସଫଳତା ମଧ୍ୟ ପାଇବେ। ନିଜର ପରିବାର ବ୍ୟକ୍ତିବିଶେଷମାନଙ୍କର ପ୍ରତ୍ୟେକଟି କାର୍ଯ୍ୟରେ ଆପଣ ନିଶ୍ଚୟ ରୂପରେ ସଫଳତା ପାଇବେ। ତେବେ ବନ୍ଧୁଗଣ, ଦୁଇଟି ଗ୍ରହମାନଙ୍କର ଦୁର୍ଲଭ ସଂଯୋଗର ଶୁଭ ପରିଣାମ ଆପଣମାନଙ୍କ ଉପରେ ରହୁଅଛି। ତେବେ ବନ୍ଧୁଗଣ, ଜାଣି ରଖନ୍ତୁ ଯେ ମାତା ଲକ୍ଷ୍ମୀଙ୍କର ଶୁଭ କୃପା ଦୃଷ୍ଟି ସହିତ ସୂର୍ଯ୍ୟଦେବଙ୍କର ଆଶୀର୍ବାଦ ମଧ୍ୟ ଆପଣମାନଙ୍କ ଉପରେ ରହିଅଛି, ଯାହାଦ୍ୱାରା କି ଆପଣଙ୍କର ଭାଗ୍ୟ ଉଦୟ ହେବା ପାଇଁ ଯାଉଅଛି। ଏହି ଶାମ୍ବ ଦଶମୀରେ ବା ସୁଦଶା ବ୍ରତରେ ସୃଷ୍ଟି ହେଉଥିବା ଗଜକେଶରୀ ରାଜଯୁଗର ଏବଂ ମାତା ଲକ୍ଷ୍ମୀ ଏବଂ ପ୍ରଭୁ ସୂର୍ଯ୍ୟଦେବଙ୍କର ଆଶୀର୍ବାଦ ବା କୃପାର ଅତ୍ୟନ୍ତ ଶୁଭ ପରିଣାମ ଆପଣମାନଙ୍କ ଉପରେ ବା ଏହି ଭାଗ୍ୟଶାଳୀ ରାଶିମାନଙ୍କ ଉପରେ ପଡ଼ିବା ପାଇଁ ଯାଉଛି, ଯାହାଦ୍ୱାରା ଆପଣଙ୍କର ଏବେଠାରୁ ଅତ୍ୟନ୍ତ ଭାବରେ ଶୁଭ ସମୟ ଆରମ୍ଭ ହେଉଅଛି। ଏହି ସମୟ ମଧ୍ୟରେ ଆପଣଙ୍କର ପରିବାରରେ କୌଣସି ପ୍ରକାରର ଶୁଭ ମାଙ୍ଗଳିକ କାର୍ଯ୍ୟ ହେବାର ମଧ୍ୟ ସମ୍ଭାବନା ବନୁଅଛି। ଏହା ସହିତ ଆପଣଙ୍କର ଦୀର୍ଘ ଦିନର ଅଟକି ରହିଥିବା କାର୍ଯ୍ୟ ଗୁଡ଼ିକ ମଧ୍ୟ ପୂରଣ ହୋଇଯିବ। ଯେଉଁମାନେ ବେପାର ବାଣିଜ୍ୟ କରୁଛନ୍ତି ସେମାନଙ୍କ ପାଇଁକି ସମୟ ଅତ୍ୟନ୍ତ ରୂପରେ ଅନୁକୂଳ ରହିବ। ତେବେ ବନ୍ଧୁଗଣ, ଏବେ ଆସନ୍ତୁ ଜାଣିବା କଣ ସେହି ଭାଗ୍ୟଶାଳୀ ରାଶି କେଉଁମାନେ ଅଟନ୍ତି, ଯେଉଁମାନଙ୍କର ଭାଗ୍ୟ ଏହି ଶାମ୍ବ ଦଶମୀ ଠାରୁ ବା ସୁଦଶା ବ୍ରତ ଠାରୁ ବଦଳିବା ପାଇଁ ଯାଉଅଛି। ତେବେ ବନ୍ଧୁଗଣ, ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ହେଉଛନ୍ତି ମେଷ ରାଶି, ବୃଷ ରାଶି, ଧନୁ ରାଶି, କର୍କଟ ରାଶି, ତୁଳା ରାଶି ଏବଂ କୁମ୍ଭ ରାଶି। ତେବେ ବନ୍ଧୁଗଣ, ଏହା ଥିଲା ସେହି 6 ଗୋଟି ରାଶି ଯେଉଁମାନଙ୍କର ଭାଗ୍ୟ ଏହି ଶାମ୍ବ ଦଶମୀ ବା ସୁଦଶା ବ୍ରତ ଠାରୁ ପରିବର୍ତ୍ତିତ ହେବା ପାଇଁ ଯାଉଅଛି। ତେବେ ଆଶା କରୁଛି ଆପଣମାନଙ୍କୁ ମୋର ଏହି ଭିଡ଼ିଓଟି ନିଶ୍ଚୟ ରୂପରେ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ତଳେ ଆସୁଥିବା କମେଣ୍ଟ ବକ୍ସରେ ଜୟ ମାତା ଲକ୍ଷ୍ମୀ, ଜୟ ସୂର୍ଯ୍ୟଦେବ ନିଶ୍ଚୟ ରୂପରେ ଲେଖନ୍ତୁ। ଆଉ ଯଦି ଚ୍ୟାନେଲଟିରେ ନୂଆ କରି ଆସିଛନ୍ତି ତାହେଲେ ଚ୍ୟାନେଲଟିକୁ ନିଶ୍ଚୟ ରୂପରେ ସବସ୍କ୍ରାଇବ୍ କରିନିଅନ୍ତୁ। ତେବେ ବନ୍ଧୁଗଣ, ଆଜିର ଏହି ଭିଡ଼ିଓଟିକୁ ମୁଁ ଏଇଠି ରଖୁଛି। ପୁଣି କଥା ହେବା ଆଉ ଏକ ନୂତନ ଭିଡ଼ିଓ ମାଧ୍ୟମରେ। ରହୁଛି। ଧନ୍ୟବାଦ। ଜୟ ଜଗନ୍ନାଥ।